ସରଳତା ରସରେ ସିକ୍ତ ସେହି ବାଣୀ ଶୁଣି ଭରତ ବ୍ୟାକୁଳ ହୋଇଗଲେ। ତାଙ୍କ ନେତ୍ର କମଳରୁ ଅଶ୍ରୁଜଳ ପ୍ରବାହିତ ହୋଇ ହୃଦୟର ବିରହ ରୂପୀ ନବୀନ ଅଙ୍କୁରରେ ସିଞ୍ଚିତ ହେବାକୁ ଲାଗିଲା। ତାଙ୍କର ସେହି ଅବସ୍ଥା ଦେଖି ସମସ୍ତେ ନିଜ ନିଜର ଦେହଜ୍ଞାନ ଭୁଲିଗଲେ। ତୁଳସୀଦାସ କହୁଛନ୍ତି, ଭରତ ଥିଲେ ସ୍ୱାଭାବିକ ପ୍ରେମର ଉତ୍କୃଷ୍ଟ ନିଦର୍ଶନ। ତାଙ୍କୁ ସମସ୍ତେ ସାଦରେ ପ୍ରଶଂସା କରିବାକୁ ଲାଗିଲେ। ଧୀର ଧୁରନ୍ଧର ଭରତ ଧୈର୍ଯ୍ୟ ଧରି କର କମଳ ଯୋଡ଼ି ଅମୃତ ସିକ୍ତ ବଚନରେ ସମସ୍ତଙ୍କୁ ଉଚିତ ଉତ୍ତର ଦେବାକୁ ଆରମ୍ଭ କଲେ। ଗୁରୁ ମୋତେ ସୁନ୍ଦର ଉପଦେଶ ଦେଲେ। ପୁଣି ପ୍ରଜା ମନ୍ତ୍ରୀ ଆଦି ସମସ୍ତେ ସେଥିରେ ସମ୍ମତ ହେଲେ। ମା ମଧ୍ୟ ଏହା ଉଚିତ ବୋଲି ବୁଝି ଆଜ୍ଞା ଦେଲେ ଏବଂ ମୁଁ ମଧ୍ୟ ତାହା ଶିରୋଧାର୍ଯ୍ୟ କରି ସେହିପରି କରିବାକୁ ଚାହୁଁଛି। ଗୁରୁ ପିତା ମାତା ସ୍ୱାମୀ ଓ ସହୃଦଙ୍କ ବଚନ ପ୍ରସନ୍ନ ଚିତ୍ତରେ ଶୁଣି ତାହା ଉତ୍ତମ ବୋଲି ବୁଝି ପାଳନ କରିବା ଉଚିତ। ଉଚିତ ଅନୁଚିତ ବିଚାର କରି ବସିଲେ ଧର୍ମ ନଷ୍ଟ ହୁଏ ଏବଂ ମୁଣ୍ଡରେ ପାପ ଭାର ପଡ଼େ। ଯାହା କଲେ ମୋର ମଙ୍ଗଳ ହେବ, ଆପଣମାନେ ମୋତେ ସେହି ସରଳ ଶିକ୍ଷା ଦେଉଛନ୍ତି। ଏହା ଅବଶ୍ୟ ମୁଁ ଭଲ ରୂପେ ବୁଝିପାରୁଛି, ତଥାପି ମୋ ହୃଦୟକୁ ସନ୍ତୋଷ ମିଳୁନାହିଁ। ତେଣୁ ଆପଣମାନେ ମୋର ବିନତି ଶୁଣନ୍ତୁ ଏବଂ ମୋର ଯୋଗ୍ୟତା ଅନୁସାରେ ମୋତେ ଶିକ୍ଷା ଦିଅନ୍ତୁ। ମୁଁ ଆପଣଙ୍କୁ ଉତ୍ତର ଦେଉଛି, ମୋର ଏହି ଅପରାଧ କ୍ଷମା କରିବେ। ସାଧୁ ପୁରୁଷ ଦୁଃଖୀ ଲୋକର ଦୋଷ ଗୁଣ ଧରନ୍ତି ନାହିଁ। ପିତା ଯାଇ ସ୍ୱର୍ଗରେ ରହିଲେଣି, ଶ୍ରୀ ସୀତାରାମ ଯାଇ ବନରେ ଅଛନ୍ତି ଏବଂ ଆପଣମାନେ ମୋତେ ରାଜତ୍ୱ କରିବାକୁ କହୁଛନ୍ତି। ଏହାଦ୍ୱାରା ଆପଣମାନେ ମୋର କଲ୍ୟାଣ ହେବ ବୋଲି ଭାବୁଛନ୍ତି ନା ନିଜର କିଛି ଏକ ବିଶେଷ କାର୍ଯ୍ୟ ସମ୍ପନ୍ନ ହୋଇଯିବାର ଆଶା ରଖିଛନ୍ତି? ମୋ କଲ୍ୟାଣ ତ ଏକମାତ୍ର ସୀତାପତି ଶ୍ରୀରାମଙ୍କ ସେବାରେ ନିହିତ। କିନ୍ତୁ ମୋ ମାଙ୍କର କୁଟିଳତା ମୋର ସେହି ସୁଯୋଗ ଛଡ଼ାଇ ନେଲା। ମୁଁ ମନେ ମନେ ଭଲ ରୂପେ ବିଚାର କରି ଦେଖି ସାରିଛି ଯେ ଶ୍ରୀରାମଙ୍କ ସେବା ବିନା ଅନ୍ୟ କୌଣସି ଉପାୟରେ ମୋର କଲ୍ୟାଣ ହୋଇପାରିବ ନାହିଁ। ଲକ୍ଷ୍ମଣ ଶ୍ରୀରାମ ଓ ସୀତା ଦେବୀଙ୍କ ଦର୍ଶନ ବିନା ଏହି ରାଜତ୍ୱର କି ମୂଲ୍ୟ ଅଛି? ଏହା ତ ଶୋକର ସମାଜ ମାତ୍ର। ଦେହରେ ଲୁଗା ନ ଥାଇ ବୋଝେ ଗହଣା ପିନ୍ଧିବା ଯେପରି ବ୍ୟର୍ଥ, ବୈରାଗ୍ୟ ବିନା ବ୍ରହ୍ମ ବିଚାର ଯେପରି ବ୍ୟର୍ଥ, ରୁଗ୍ଣ ଶରୀର ପାଇଁ ବିଭିନ୍ନ ଭୋଗ୍ୟ ପଦାର୍ଥ ଯେପରି ବ୍ୟର୍ଥ, ଶ୍ରୀହରିଙ୍କ ଭକ୍ତି ବିନା ଜପ ଓ ଯୋଗ ଯେପରି ବ୍ୟର୍ଥ, ଜୀବନ ବିନା ସୁନ୍ଦର ଶରୀର ଯେପରି ବ୍ୟର୍ଥ, ଠିକ୍ ସେହିପରି ଶ୍ରୀ ରଘୁନାଥଙ୍କ ବିନା ମୋ ପାଇଁ ସବୁକିଛି ବ୍ୟର୍ଥ। ମୋତେ ଆଜ୍ଞା ଦିଅନ୍ତୁ, ମୁଁ ଶ୍ରୀରାମଙ୍କ ପାଖକୁ ଯିବି। ମୋର ହିତ ସାଧନର ତାହା ହିଁ ଏକମାତ୍ର ପନ୍ଥା। ଆପଣମାନେ ଯଦି ନିଜର ହିତ ହେବ ବୋଲି ଭାବି ମୋତେ ରାଜା ହେବାକୁ କହୁଛନ୍ତି, ତେବେ କେବଳ ଜଡ଼ତା ରୂପୀ ସ୍ନେହର ବଶ ହୋଇ ତାହା କହୁଛନ୍ତି। ଆପଣମାନେ କେବଳ ମୋହ ବଶ ହୋଇ ହିଁ ମୋ ପରି କୈକେୟୀ ପୁତ୍ର, କୁଟିଳ ବୁଦ୍ଧି, ରାମ ବିମୁଖ ଓ ନିର୍ଲଜ ଅଧମର ରାଜତ୍ୱରୁ ସୁଖ ଆଶା କରୁଛନ୍ତି। ମୁଁ ସତ କହୁଛି, ଆପଣମାନେ ବିଶ୍ୱାସ କରନ୍ତୁ, ଧର୍ମଶୀଳ ବ୍ୟକ୍ତି ହିଁ ରାଜା ହେବା ଉଚିତ। ଆପଣମାନେ ବଳପୂର୍ବକ ବାଧ୍ୟ କରି ମୋତେ ଯେଉଁ ରାଜ୍ୟ ଦେଇଦେବେ, ସେହିଦିନ ହିଁ ପୃଥିବୀ ରସାତଳରେ ପଶିଯିବ। ମୋ ପରି ପାପର ଖଣି ଆଉ କିଏ ଅଛି? ମୋରି ହେତୁ ସୀତା ଦେବୀ ଓ ଶ୍ରୀରାମଙ୍କୁ ବନବାସ ମିଳିଲା। ମହାରାଜ ଶ୍ରୀରାମଙ୍କୁ ବନବାସ ଦେଇଦେଲେ ଏବଂ ତାଙ୍କରି ବିଚ୍ଛେଦରେ ସେ ସ୍ୱୟଂ ସ୍ୱର୍ଗକୁ ଚାଲିଗଲେ। ଅଥଚ ମୁଁ ଶଠ, ଯେ କି ସକଳ ଅନರ್ಥର କାରଣ, ପୂର୍ଣ୍ଣ ସଚେତ ଥାଉ ଥାଉ ଏଠାରେ ବସି ସବୁ କଥା ଶୁଣୁଛି। ଶ୍ରୀ ରଘୁନାଥ ବିହୀନ ଘର ଦେଖି ଓ ଜଗତର ପରିହାସ ସହି ମଧ୍ୟ ଏ ପିଣ୍ଡରେ ପ୍ରାଣ ରହିଛି। ଏଥିରୁ ଜଣାଯାଉଛି ଯେ ଏହି ପାମର ପ୍ରାଣ ଶ୍ରୀରାମ ରୂପୀ ପବିତ୍ର ପ୍ରେମ ରସରେ ଆସକ୍ତ ନୁହେଁ। ଏହି ଲୋଭିଟାର ଭୂମି ଓ ଭୋଗରେ ହିଁ ଲାଳସା ରହିଛି। ମୋ ହୃଦୟଟା କେଡ଼େ ଯେ କଠୋର, ତାହା ମୁଁ ଆଉ କେତେ କହିବି। ଏ ହୃଦୟଟା ବଜ୍ର ଠାରୁ ବି ଅଧିକ କଠୋର ବୋଲି ବଡ଼ିମା ଅର୍ଜନ କରୁଛି। କାରଣ ଠାରୁ କାର୍ଯ୍ୟ ଅବଶ୍ୟ କଠିନ ହୋଇଥାଏ। ଏଥିରେ ମୋର କିଛି ଦୋଷ ନାହିଁ। ଅସ୍ଥି ଠାରୁ ବଜ୍ର କଠିନ ଏବଂ ଲୁହା ପଥର ଠାରୁ ଲୁହା ଅତ୍ୟଧିକ କଠିନ। କୈକେୟୀ ଗର୍ଭରୁ ଜାତ
ଏହି ଦେହ ପ୍ରତି ଅନୁରାଗ ରଖିଥିବା ମୋର ଏହି ପାମର ପ୍ରାଣ ଅତ୍ୟନ୍ତ ଅଭାଗା। ଯଦି ପ୍ରିୟତମଙ୍କର ବିଚ୍ଛେଦରେ ଏ ଦେହକୁ ପ୍ରାଣଟା ପ୍ରିୟ ଲାଗୁଛି, ତେବେ ଭବିଷ୍ୟତରେ ଆହୁରି କେତେ କ'ଣ ଯେ ଦେଖିବି ଶୁଣିବି, ତାର ଠିକଣା କ'ଣ? କୈକେୟୀ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କୁ ବନବାସ ଦେଇଦେଲା। ପତିଙ୍କୁ ସ୍ୱର୍ଗକୁ ପଠାଇ ଦେଇ ତାଙ୍କର ମଙ୍ଗଳ କରିଦେଲା। ନିଜେ ବୈଧବ୍ୟ ଓ ଅପଯଶ ବୋରିନେଲା। ପ୍ରଜାଙ୍କୁ ଶୋକ ସନ୍ତାପ ଦେଇଦେଲା ଏବଂ ମୋତେ ବି ସୁଖ ସୁଯଶ ଓ ସୁନ୍ଦର ରାଜ୍ୟ ଦେଇଦେଲା। ଏପରି ଭାବରେ କୈକେୟୀ ସମସ୍ତଙ୍କର କାମ କରିଦେଇଛି। ଏହାଠାରୁ ବଳି ଭଲ ମୋର ଆଉ କ'ଣ ବା ହୋଇପାରେ? ଏହା ସତ୍ତ୍ୱେ ପୁଣି ଆପଣମାନେ ମୋତେ ରାଜ ତିଳକ ଦେବାକୁ କହୁଛନ୍ତି। ଏହି ଜଗତରେ କୈକେୟୀ ଗର୍ଭରୁ ଜନ୍ମ ନେଇଥିବାରୁ ଏଥିରୁ କୌଣସିଟା ମୋ ପାଇଁ ଅନୁଚିତ ହୋଇନାହିଁ। ମୋ ପାଇଁ ସବୁକିଛି ବିଧାତା ହିଁ ଗଢ଼ି ଦେଇଛନ୍ତି। ସେଥିରେ ପ୍ରଜା ଓ ପଞ୍ଚ ପୁଣି କାହିଁକି ଆଉ ସହାୟତା କରୁଛନ୍ତି? ଯେ ମନ୍ଦ ଗ୍ରହ ଦ୍ୱାରା କବଳିତ, ପୁଣି ବାୟୁ ରୋଗରେ ପୀଡ଼ିତ, ଆହୁରି ମଧ୍ୟ ତାକୁ କଙ୍କଡ଼ା ବିଛା ଦଂଶନ କରିଛି, ସେ ଲୋକକୁ ଯଦି ମଦ ପିଆଇ ଦିଆଯିବ, ତେବେ ତାହା ତା ପାଇଁ କି ପ୍ରକାର ଚିକିତ୍ସା ହେବ କୁହନ୍ତୁ ତ? କୈକେୟୀର ପୁତ୍ର ଏହି ସଂସାରରେ ଯାହା କିଛି ପାଇବାକୁ ଯୋଗ୍ୟ, ଚତୁର ବିଧାତା ମୋତେ ସେସବୁ ଦେଇଦେଲା। କିନ୍ତୁ ଶ୍ରୀ ଦଶରଥଙ୍କର ପୁତ୍ର ଓ ଶ୍ରୀରାମଙ୍କର ସାନ ଭାଇ ହେବାର ଗୌରବ ବିଧାତା ମୋତେ ଅଯଥାରେ ହିଁ ଦେଇଦେଇଛି। ଆପଣମାନେ ସମସ୍ତେ ମୋତେ ରାଜତିଳକ ଘେନିବାକୁ କହୁଛନ୍ତି। ମହାରାଜାଙ୍କ ଆଜ୍ଞା ତ ସମସ୍ତଙ୍କୁ ଭଲ ଲାଗିବ। ତେଣୁ ମୁଁ କାହାକୁ ବା କି ଉତ୍ତର ଦେବି? ଯାହାଙ୍କର ଯେପରି ରୁଚି ସେ ତାଙ୍କ ଖୁସିରେ ସେପରି କରନ୍ତୁ। ମୋର କୁମାତା କୈକେୟୀକୁ ଓ ମୋତେ ଛାଡ଼ିଦେଲେ ଆଉ କିଏ କହିବ ଯେ ଏ ଯାହା ସବୁ ହୋଇଗଲା ଭଲ ହେଲା? କି ଜଡ଼ କି ଚେତନ ଏ ଜଗତରେ ଏପରି କିଏ ଅଛି ଯେ ଶ୍ରୀ ସୀତାରାମ ଯାହାଙ୍କର ପ୍ରାଣ ସମାନ ପ୍ରିୟ ନୁହନ୍ତି? ଯାହା ପରମ କ୍ଷତିକର ତା ସମସ୍ତଙ୍କୁ ବଡ଼ ଲାଭକର ବୋଲି ବୋଧ ହେଉଛି। ମୋର ଦୁର୍ଦିନ ଆସି ପହଞ୍ଚି ଯାଇଛି। ଏଥିରେ ଆପଣମାନଙ୍କର କାହାର କୌଣସି ଦୋଷ ନାହିଁ। ଆପଣମାନେ ଯାହା କହିଲେ ସେସବୁ ଠିକ୍। କାରଣ ଆପଣମାନେ ସମସ୍ତେ ସଂଶୟ, ସ୍ନେହ ଓ ପ୍ରେମରେ ଅଭିଭୂତ ହୋଇ ରହିଛନ୍ତି। ଶ୍ରୀରାମଙ୍କ ଜନନୀ ଅତ୍ୟନ୍ତ ସରଳ ସ୍ୱଭାବା ଏବଂ ମୋ ଉପରେ ତାଙ୍କର ବିଶେଷ ସ୍ନେହ ରହିଛି। ତେଣୁ ସେ ଯାହା କହିଲେ ତାହା ମୋର ଦୀନତା ଦେଖି ସ୍ୱାଭାବିକ ସ୍ନେହବଶତଃ କହିଲେ। ଗୁରୁ ଯେ ଜ୍ଞାନର ସାଗର, ଏକଥା ସାରା ସଂସାର ଜାଣେ। ତାଙ୍କ ନିମନ୍ତେ ଏହି ଜଗତଟା ହାତ ପାପୁଲିରେ ଧରିଥିବା ବରକୋଳି ପରି ସେ ମଧ୍ୟ ମୋ ପାଇଁ ରାଜତିଳକ ସଜାଡ଼ି ରଖିଛନ୍ତି। ସତ କଥା, ବିଧାତା ବିପରୀତ ହୋଇଗଲେ ସମସ୍ତେ ବିପରୀତ ହୋଇଯାଆନ୍ତି। ଶ୍ରୀରାମ ଓ ଦେବୀ ସୀତାଙ୍କ ବ୍ୟତୀତ ଜଗତରେ ଅନ୍ୟ କେହି କହିବେ ନାହିଁ ଯେ ଏହି ଅନର୍ଥରେ ମୋର ସମ୍ମତି ନାହିଁ। ମୋତେ ସେସବୁ ଭଲ ମନେକରି ଶୁଣିବାକୁ ପଡ଼ିବ ଏବଂ ସହିବାକୁ ବି ପଡ଼ିବ। କାରଣ ଯେଉଁଠି ପାଣି ଥାଏ ସେଠାରେ କାଦୁଅ ହେବା ସୁନିଶ୍ଚିତ। ସଂସାର ମୋତେ ଖରାପ କହିଲେ କହିବ, ସେଥିକି ମୁଁ ଭୟ କରେ ନାହିଁ କି ପରଲୋକ ପାଇଁ ମଧ୍ୟ ମୋର ଚିନ୍ତା ନାହିଁ। ମୋ ହୃଦୟରେ ତ କେବଳ ଗୋଟିଏ ଦାବାନଳ ଧୁ ଧୁ ହୋଇ ଜଳୁଛି ଯେ ମୋରି ହେତୁ ଶ୍ରୀ ସୀତାରାମ ଦୁଃଖ ପାଇଲେ। ଜୀବନର ଶ୍ରେଷ୍ଠତମ ପୁରସ୍କାର ଲକ୍ଷ୍ମଣ ହିଁ ପାଇଲା। ସବୁ କିଛି ତ୍ୟାଗ କରିଦେଇ ସେ ଶ୍ରୀରାମଙ୍କ ଚରଣ ଯୁଗଳରେ ମନ ଲଗାଇଦେଲା। ମୋର ଜନ୍ମ କେବଳ ଶ୍ରୀରାମଙ୍କ ବନବାସ ପାଇଁ ହୋଇଥିଲା। ମୁଁ ହତଭାଗା ମିଛଟାରେ ଅନୁତାପ କରୁଛି। ନତ ମସ୍ତକ ହୋଇ ମୁଁ ସମସ୍ତଙ୍କ ନିକଟରେ ଏହି ନିବେଦନ ରଖୁଛି ଯେ ଶ୍ରୀ ରଘୁନାଥଙ୍କର ଚରଣ ଦର୍ଶନ ନ ପାଇଲେ ମୋର ଅନ୍ତରର ଜ୍ୱାଳା ଶାନ୍ତ ହେବ ନାହିଁ। ମୋତେ ଆଉ କୌଣସି ଉପାୟ ଦିଶୁନାହିଁ। ଶ୍ରୀରାମଙ୍କ ବିନା ମୋ ଅନ୍ତରର କଥା ଆଉ କିଏ ବୁଝିପାରିବ? ମୁଁ ଗୋଟିଏ ସିଦ୍ଧାନ୍ତ ନେଇଛି। ମୁଁ କାଲି ସକାଳୁ ସକାଳୁ ଶ୍ରୀରାମଙ୍କ ନିକଟକୁ ଯିବାକୁ ବାହାରି ପଡ଼ିବି। ଯଦ୍ୟପି ମୁଁ ନୀଚ ଓ ଅପରାଧୀ ଏବଂ
मोरी जोगु ही सबु अनर्थ घटीगला। तथापि मु शरण नेबा पाई पाखकु आसीछि बोली देखिदेले श्रीराम मोर सबु अपराध क्षमा करिदेबे ओ मो प्रति विशेष कृपा करिबे। श्री रघुनाथ हेउछन्ति उदारता, नम्रता, सरलता, कृपा और स्नेहर निधान। से केबे शत्रुर सुद्धा अनिष्ट करन्ति नाही। मु तांक प्रति जेते बाम होइथिले भी तांकर सेवक मात्र, शिशु मात्र। माता, मंत्री, गुरु, नगरर नरनारी आदि समस्ते स्नेहवशतः अत्यंत विह्वल होइकले। भरतंको प्रशंसा करी सेमाने कहिले, आपण हेउछन्ति श्रीराम प्रेमर साक्षात प्रतिमूर्ति। हे वत्स भरत, आपण बा एपरि काहीकि न कहिबे? आपण तो श्रीरामंकर प्राण समप्रिय। जेउ नीच निजर मूर्खता हेतु आपणक माता कैकेयीक कुटिलता को नहीं आपणक संदेह करिब, सेही दुष्ट कोटि कोटि पूर्व पुरुषंक सहित शत कल्प जाए नरकरे पड़िब। सापर पाप ओ अवगुण ताहार मणि ग्रहण करे नाही, बरम सेही मणि विष हरण करे और दुख तथा दरिद्र को भस्म करि दिए। हे भरत, जेउठी श्रीराम अछंती सेही वन को अवश्य चलंतु। आपण अति सुंदर परामर्श देले शोक सागर रे बुड़ी जाउथुवा आम समस्तंकु आपण गोटिए उत्तम अवलंबन देदेले। मेघ गर्जन शुणी चातक ओ मयूर माने आनंदित हेबा परी समस्तंक हृदय आनंदरे उछुली उठिला। काली सकाळु यात्रारंभ करिवार सुंदर प्रस्ताव देई भरत समस्तंकर प्राणप्रिय होइगले। मुनि वशिष्ठंकु वंदना करी एवं भरतंक निकटरे नतमस्तक होई समस्ते विदाय नेले ओ जे जहा घर को चलीगले। जगतरे भरतंकर जीवन धन्य एपरी कही कही समस्ते तांकर भातृभक्ति ओ स्वभावर प्रशंसा कले। लोके परस्पर कुहाकुही हेले, भल कामटिए हेइगला। समस्ते भरतंक सहित जीवाकु प्रस्तुति आरंभ करिदेले। घर काम देखिबाकु जहाकु घरे छाड़ी देई गले ताकू तार बेक कटिगला परि लागिला। केही केही तो कहिले, आहे रहिबा कथा काहाकु भी कह नहीं। जगतरे जीवनर सार्थकता किए बा न चाहे। जेउ धन संपद, घर बाड़ी, सुख शांति, बापा माँ, भाई बंधु श्रीरामंक चरण दर्शन करने को जीवारे खुशी रे साहाय्य न करिवे, से सबू पोड़ी जातु। घरे घरे लोके नाना प्रकार बाहन सजाड़बारे लगी गले। काली सकाळु सकाळु बाहरिबाकु हेबो जानी समस्तंक मनरे आनंद उछुली उठुथाए। निज निवास को जाई भरत भाविले, ए नगर, ए हाथी घोड़ा, एही प्रासाद, राजकोष आदि सकल संपत्ति हेउची श्री रघुनाथंकर। जदि ए सबु को रक्षा करिवार व्यवस्था न करी मु एही परी छाड़ी देई चली जीवी, तेबे परिणाम रे मोर भल हेबो नाही। कारण प्रभु द्रोह हेउची सकल पाप मध्यरे घोरतम पाप। अन्य माने जेते दोष दियंतु ना काहेकि, जे प्रभुंको हित साधन करे से ही प्रकृत सेवक। एपरि विचार करी भरत सही सबु विश्वास पात्र सेवक मानंकु डकाइले, जेउ माने कि स्वप्न रे सुद्धा केबे भी निज कर्तव्य च्युत होई नथिले। से मानंकु सकल रहस्य बुझाई देवा परे भरत उत्तम धर्म कौन ताहा भी बुझाई देले एवं जे जेउथि पई योग्य ताकु सही कर्मरे नियुक्त करिदेले। एपरि भावरे सकल व्यवस्था करिदेई रक्षक दल को जगाई देई भरत श्रीराम जननी कौशल्याक निकट को गले। स्नेहर तत्व जानिथिबा भरत देखिले सबु माता दुखी, तेणु से सेमानंक पाई
ପାଲିଙ୍କି ବ୍ୟବସ୍ଥା କରାଇଦେଲେ ଓ ସୁଖାସନ ଯାନ ସଜାଇବାକୁ ଆଜ୍ଞା ଦେଲେ। ନଗରର ନରନାରୀ ଚକ୍ରବାକି ପରି ମନେ ମନେ ଅତ୍ୟନ୍ତ ଆତୁରତାର ସହିତ ସକାଳର ପ୍ରତୀକ୍ଷାରେ ରାତିସାରା ଜାଗ୍ରତ ରହିଲେ। ପ୍ରଭାତ ହେବାରୁ ଭରତ ଚତୁର ମନ୍ତ୍ରୀମାନଙ୍କୁ ଡକାଇଲେ ଏବଂ କହିଲେ, ରାଜତିଳକର ସମସ୍ତ ସାମଗ୍ରୀ ସାଙ୍ଗରେ ନେଇ ଚାଲନ୍ତୁ। ମୁନି ବଶିଷ୍ଠ ବନରେ ହିଁ ଶ୍ରୀରାମଚନ୍ଦ୍ରଙ୍କୁ ରାଜ୍ୟଭାର ଦେଇଦେବେ। ଶୀଘ୍ର ବାହାରି ପଡ଼ନ୍ତୁ। ଏହା ଶୁଣି ମନ୍ତ୍ରୀମାନେ ଆଜ୍ଞା ଶିରୋଧାର୍ଯ୍ୟ କରି ତୁରନ୍ତ ଘୋଡ଼ା, ରଥ, ହାତୀ ଇତ୍ୟାଦି ସଜାଇଲେ। ମୁନିରାଜ ବଶିଷ୍ଠ ପତ୍ନୀ ଅରୁନ୍ଧତୀଙ୍କ ସହିତ ଅଗ୍ନିହୋତ୍ର ସକଳ ସାମଗ୍ରୀ ଧରି ରଥରେ ବସି ସମସ୍ତଙ୍କ ଆଗରେ ଚାଲିଲେ। ତାଙ୍କ ପଛରେ ତପସ୍ୟା ଓ ତେଜର ଭଣ୍ଡାର, ତପୋନିଷ୍ଠ ଓ ତେଜପୁଞ୍ଜ ବ୍ରାହ୍ମଣମାନେ ନାନାବିଧ ଯାନବାହନରେ ବସି ଚାଲିଲେ। ନଗରର ସବୁ ଲୋକ ନିଜ ନିଜର ରଥ ସଜାଇ ଚିତ୍ରକୂଟ ଅଭିମୁଖେ ଯାତ୍ରା କଲେ। ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟରେ ଶୋଭାୟମାନ ବିଭିନ୍ନ ପାଲିଙ୍କିରେ ବସି ରାଣୀମାନେ ଚାଲିଲେ। ବିଶ୍ୱାସୀ ସେବକମାନଙ୍କ ହାତରେ ନଗରର ସୁରକ୍ଷା ଭାର ଅର୍ପି ଦେଇ ଏବଂ ସମସ୍ତଙ୍କୁ ଆଦରପୂର୍ବକ ଆଗରେ ପଠାଇ ଦେଇ ସମସ୍ତଙ୍କ ପଛରେ ଶ୍ରୀ ସୀତାରାମଙ୍କ ଚରଣ ସ୍ମରଣ କରି କରି ଭରତ ଶତ୍ରୁଘ୍ନ ଦୁଇ ଭାଇ ଚାଲିଲେ। ତୃଷାର୍ତ୍ତ ହସ୍ତୀ ଓ ହସ୍ତିନୀ ଜଳର ସନ୍ଧାନ ପାଇଗଲେ ବାତୁଳ ପ୍ରାୟ ହୋଇ ସେଠାକୁ ଧାଇଁବା ପରି ଶ୍ରୀରାମଙ୍କ ଦର୍ଶନ ଅନନ୍ୟ ଲାଳସା ରଖି ସବୁ ନରନାରୀ ଚାଲିଥାନ୍ତି। ସବୁ ସୁଖ ଛାଡ଼ି ଶ୍ରୀ ସୀତାରାମ ବନରେ ଅଛନ୍ତି। ମନରେ ଏହିପରି ବିଚାର କରି ଭରତ ସାନ ଭାଇ ଶତ୍ରୁଘ୍ନ ସହିତ ଖାଲି ପାଦରେ ଚାଲିଥାନ୍ତି। ସେ ଦୁହିଁଙ୍କ ରାମ ସ୍ନେହ ଦେଖି ଲୋକେ ପ୍ରେମମଗ୍ନ ହୋଇଗଲେ ଏବଂ ସମସ୍ତେ ଘୋଡ଼ା, ହାତୀ, ରଥ ଆଦିରୁ ଓହ୍ଲାଇ ପାଦରେ ଚାଲିବାକୁ ଲାଗିଲେ। ତାପରେ ଶ୍ରୀରାମ ଜନନୀ ମାତା କୌଶଲ୍ୟା ଭରତଙ୍କ ପାଖକୁ ଗଲେ ଏବଂ ତାଙ୍କ ଆଗରେ ନିଜ ପାଲଙ୍କି ଅଟକାଇ କୋମଳ କଣ୍ଠରେ କହିଲେ, ହେ ବାପ, ତୁମକୁ ମୋ ରାଣ, ତୁମେ ରଥରେ ବସିଯାଅ, ନହେଲେ ପ୍ରିୟ ପରିବାରର ସମସ୍ତେ ଦୁଃଖ ପାଇବ। ତୁମେ ଚାଲି ଚାଲି ଗଲେ ସମସ୍ତେ ଚାଲି ଚାଲି ଯିବେ। ଶୋକାକୁଳ ହୋଇ ସମସ୍ତେ ଦୁର୍ବଳ ହୋଇଯାଇଥିବାରୁ ଚାଲି ଚାଲି ଯିବାକୁ ସମର୍ଥ ନୁହନ୍ତି। ମାଙ୍କ ଆଜ୍ଞା ଶିରୋଧାର୍ଯ୍ୟ କରି ଏବଂ ତାଙ୍କ ଚରଣରେ ପ୍ରଣାମ କରି ଦୁଇ ଭାଇ ରଥରେ ବସି ଚାଲିଲେ। ସେମାନେ ପ୍ରଥମ ଦିନ ତମସା ନଦୀ ତଟରେ ରହଣି କରି ଦ୍ୱିତୀୟ ଦିନ ଗୋମତୀ ତୀରରେ ବିଶ୍ରାମ ନେଲେ। ଲୋକଙ୍କ ଭିତରୁ କେହି କେହି ଖାଲି ଦୁଧ ପିଇ ରହିଥାନ୍ତି, କେହି କେହି କିଛି ଫଳାହାର କରି ରହିଥାନ୍ତି, କିଛି ଲୋକ କେବଳ ରାତି ବେଳା ବକତେ ଖାଉଥାନ୍ତି। ଆଭୂଷଣ ଓ ଭୋଗ ବିଳାସ ଛାଡ଼ି ସମସ୍ତେ ଶ୍ରୀରାମଙ୍କ ନିମନ୍ତେ ଏପରି ନିୟମ ଓ ବ୍ରତ ପାଳନ କରୁଥାନ୍ତି। ରାତିଟି ସଇ ନଦୀ ତୀରରେ କଟାଇ ସକାଳେ ସକାଳେ ସମସ୍ତେ ସେଠାରୁ ବାହାରି ପଡ଼ିଲେ ଏବଂ ସମସ୍ତେ ଯାଇ ଶୃଙ୍ଗବେରପୁର ପାଖରେ ପହଞ୍ଚିଗଲେ। ନିଷାଦ ରାଜ ସବୁ ସମାଚାର ଶୁଣିଲେ। ସେ ଅତ୍ୟନ୍ତ ଦୁଃଖିତ ହୋଇ ମନେ ମନେ ବିଚାର କଲେ, ଭରତ ବଣକୁ ଯିବାର କାରଣ କ'ଣ? ମନରେ ଅବଶ୍ୟ କିଛି କପଟ ଭାବ ରହିଛି। ଯଦି ମନରେ କୁଟିଳତା ନଥାନ୍ତା ତେବେ ସାଥିରେ ସୈନ୍ୟ ସାମନ୍ତଙ୍କୁ କାହିଁକି ନେଉଥାନ୍ତେ? ବୋଧହୁଏ ଭାବିଛନ୍ତି ସାନ ଭାଇ ଲକ୍ଷ୍ମଣ ଓ ଶ୍ରୀରାମଙ୍କୁ ମାରି ସୁଖରେ ନିଷ୍କଣ୍ଟକ ରାଜ୍ୟ ଭୋଗ କରିବେ। ଭରତ ପ୍ରକୃତ ରାଜନୀତିକୁ ହୃଦୟରେ ସ୍ଥାନ ଦେଇନାହାନ୍ତି। ତାଙ୍କ ଉପରେ ପ୍ରଥମେ ତ କେବଳ କଳଙ୍କ ଲାଗିଥିଲା, ଏଥର ତାଙ୍କର ଜୀବନହାନି ବି ଘଟିବ। ସକଳ ଦେବତା ଓ ଦୈତ୍ୟବୀର ଏକଜୁଟ ହୋଇଗଲେ ବି ଶ୍ରୀରାମଙ୍କୁ ଯୁଦ୍ଧରେ ଜିତିପାରିବେ ନାହିଁ। ହଁ, ଭରତ ଏସବୁ ଯାହା କରୁଛନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର ମଧ୍ୟ କିଛି ନାହିଁ। ବିଷଲତାରେ କ'ଣ ଅମୃତ ଫଳ ଫଳନ୍ତା? ଏପରି ବିଚାର କରି ନିଷାଦ ରାଜ ଗୁହ ନିଜ ଜାତି ଭାଇଙ୍କୁ ଜଣାଇଦେଲେ
समस्ते सावधान हो जाओ। सबु ना निज अख्तियार को आनी पानी रे बुड़ाई दियो एवं सबु घाट अवरोध करि दियो। सुसज्जित होई घाट अटक करि दियो एवं समस्ते मरिबाकु प्रस्तुत हो जाओ। मु आगरे रही भरतंकर मुकाबिला करिबी एवं प्राण थाउ थाउ तांकु गंगा पारी कराई देबी नाही। युद्धरे मरण ता पुणी गंगा तटरे एवं श्रीरामंक कामरे ए देहटा तो क्षण भंगुर। ता छड़ा भरत हेउछंती श्रीरामंक भाई ओ राजा एवं मु तो जणे नीच सेवक। भाग्य थिले ही एहीपरि मृत्यु मिले। मु मो प्रभुंक कार्य लढ़िबी एवं निज यश द्वारा 14 भुवन उज्ज्वल करिदेबी। मु श्री रघुनाथंक निमंते प्राण त्याग करिदेबी। मोर उभय हातरे आनंदर लड्डू, उभय दिगरु लाभ। साधु समाजरे जहाकु गणा जाए नहीं एवं श्रीरामंक भक्तंक मध्यरे जहार स्थान नहीं, से लोक पृथ्वीर भार होई बंचे। से तो मांकर यौवन रूपी वृक्ष को काटी देवार कुरहाड़ीटाए मात्र। एपरि भावरे श्रीरामंक निमंते प्राण समर्पी देवाकु निश्चय करी निषाद राज विषाद रहित होई गले एवं समस्तंक उत्साह वर्धन करी तथा श्रीरामंक स्मरण करी से अविलंबे तुणीर धनु ओ कवच मगाइले। से कहिले, भाई माने समस्ते युद्ध पाई शीघ्र सजबाज होई जाओ। मो आज्ञा सुनी केही डरी जाओ नहीं। यह सुनी समस्ते आनंदरे कहि उठिले, हे नाथ आपण ठीक कथा कहिछंती। एपरि कही सेमाने परस्परर उत्साह बढ़ाइबाकु लागिले। निषाद राजंकु जुहार करी सबु निषाद चालिले। सेमाने समस्ते थिले वीर। समस्तंकु लड़िबाकु भल लागे। श्रीरामंक पादुका को स्मरण करी सेमाने अंटारे तुणीर बांधिले ओ धनुरे गुण चढ़ाइले। सेमाने कवच पिंधि मुंडरे शिरस्त्राण लगाइले एवं फारसा, भाला, बर्छा आदि सजाइले। केते जण खंडा और ढाल चलाइबारे निपुण थिले। सेमाने खंडा धरी एपरी डेइले जे देखी मने हेला सते जेपरी सेमाने पृथ्वी छाड़ी आकाशरे ही डेउछंती। निज निजर युद्ध सरंजाम ओ दलबल धरी सेमाने जाई निषाद राजंकु जुहार हेले। से सही सुंदर योद्धा मानंकु देखी समस्तंकु सुयोग्य बोली जानिगले। तेणु से प्रत्येकर ना धरी जण जण करी डाकी सेमानंकु सम्मान देले। से कहिले, भाई माने केही जेपरी मरिबाकु भय न करो। आजी मोर सबुठारु बड़ काम हेबो। एहा सुनी समस्ते उत्साह सहकारे कहिले, हे वीर आपण अधीर हुअन्तु नाही। हे नाथ रामचंद्रंक प्रतापरु एवं आपणंक पराक्रम द्वारा आमे भरतंक सेना को वीर शून्य करिदेबु। तांकर जणे भी वीर को छाड़बुनी कि गोटे भी घोड़ा को रखिबुनी। जी थाऊ थाऊ पछ घुंचा देवार नाही। आमे पृथ्वी को मुंड गंडीमय करिदेबु। वीर मानंकर सुसज्जित दल देखी निषाद राज डाक देले, एथर युद्ध वाद्य बजाओ। तांकर पाटिरु कथा बाहरु बाहरु बाँ पटे कही जणे छिंकी देला। शकुन विशारद माने कहिले, जोग भल अछि। ए छिंकटा शुभ छिंक, आमर जय हेब। छिंकर लक्षण विचार करी जणे बुढ़ा कहिला, चलो आग भरतंकु देखा करिबा। तांको सहित युद्ध लागिबा नहीं। भरत अयोध्या फेरिजिबा पई श्रीरामंकु राजी कराइबाकु आसुछंती। लक्षण कहूछि युद्ध हेब नहीं। यह शुणी निषाद राज कहिले, बुढ़ा ठीक कहूछि। तरबरिया काम करी मूर्ख लोके पश्चाताप करती। भरतंक सुशीलता व स्वभाव न बुझी
ମୁଁ ନ ଜାଣି ଯୁଦ୍ଧକୁ ଡେଇଁ ପଡ଼ିଲେ ବଡ଼ କ୍ଷତି ହେବ। ଅତଏବ ହେ ବୀରଗଣ, ତୁମେମାନେ ଏକାଠି ହୋଇ ସବୁ ଘାଟ ଅବରୋଧ କରିଦିଅ। ମୁଁ ଯାଇ ଭରତଙ୍କୁ ଦେଖା କରି ତାଙ୍କ ଉଦ୍ଦେଶ୍ୟ କ'ଣ ବୁଝୁଛି। ସେ ମିତ୍ର ଭାବରେ ନା ଶତ୍ରୁ ଭାବରେ ନା ଉଦାସୀନ ଭାବରେ ଯାଉଛନ୍ତି ତାହା ଜାଣିବା ପରେ ମୁଁ କାମ କରିବି। ତାଙ୍କର ସ୍ୱଭାବ ଦେଖି ମୁଁ ତାଙ୍କର ସ୍ନେହ ଜାଣିଯିବି। ଯେତେ ଲୁଚାଇଲେ ବି ଶତ୍ରୁତା ଓ ପ୍ରେମ ଲୁଚି ରହେ ନାହିଁ। ଏପରି କହି ସେ କିଛି ଉପହାର ଯୋଗ୍ୟ ଦ୍ରବ୍ୟ ସଜାଡ଼ିଲେ। ସେ କିଛି କନ୍ଦ, ମୂଳ, ଫଳ, ଚଢ଼େଇ ଓ ହରିଣ ମଗାଇଲେ। ସେବକମାନେ ଭାର ଭାର ବଡ଼ ବଡ଼ ପୋଖତ ଭାକୁର ମାଛ ନେଇ ଆସିଲେ। ନିଷାଦ ରାଜ ଉପହାର ସାମଗ୍ରୀ ସଜାଡ଼ି ଭରତଙ୍କ ସହିତ ସାକ୍ଷାତ କରିବାକୁ ବାହାରିବା ବେଳକୁ ମଙ୍ଗଳଦାୟକ ଶୁଭ ଶକୁନ ଦେଖାଗଲା। ମୁନିରାଜ ବଶିଷ୍ଠଙ୍କୁ ଦେଖି ନିଜ ନାଁ କହି ନିଷାଦ ରାଜ ଦୂରରୁ ଦଣ୍ଡବତ ପ୍ରଣାମ କଲେ। ତାଙ୍କୁ ରାମଙ୍କ ପ୍ରିୟ ଲୋକ ବୋଲି ଜାଣି ମୁନୀଶ୍ୱର ଆଶୀର୍ବାଦ ଦେଲେ ଏବଂ ଭରତଙ୍କୁ କହିଲେ, ଏ ହେଉଛନ୍ତି ଶ୍ରୀରାମଙ୍କ ମିତ୍ର। ଏ ଶ୍ରୀରାମଙ୍କ ମିତ୍ର? ଏହା ଶୁଣିଦେବା କ୍ଷଣି ଭରତ ରଥରୁ ଓହ୍ଲାଇ ପଡ଼ି ପ୍ରେମ ଗଦଗଦ ହୋଇ ନିଷାଦଙ୍କ ପାଖକୁ ଚାଲି ଆସିଲେ। ନିଷାଦ ନିଜର ନାଁ, ଗାଁ ଓ ଜାତି କହି ଭରତଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ସେ ଦଣ୍ଡବତ ପ୍ରଣାମ କରୁଛନ୍ତି ଦେଖି ଭରତ ତାଙ୍କୁ ତଳୁ ଉଠାଇ ଛାତିରେ ଭିଡ଼ି ଧରିଲେ। ତାଙ୍କ ହୃଦୟରୁ ପ୍ରେମ ଉଛୁଳି ପଡ଼ିଲା। ତାଙ୍କୁ ଲକ୍ଷ୍ମଣଙ୍କ ସହିତ ଭେଟ ହୋଇଗଲା ପରି ଲାଗିଲା। ଭରତ ତାଙ୍କୁ ଅତ୍ୟନ୍ତ ପ୍ରେମର ସହିତ ହୃଦୟରେ ଲଗାଇଥାନ୍ତି। ଏପରି ପ୍ରେମର ରୀତିକୁ ସମସ୍ତେ ପ୍ରଶଂସା କଲେ। ମଙ୍ଗଳ ସୂଚକ ଧନ୍ୟ ଧନ୍ୟ ଧ୍ୱନି କରି ଦେବତାମାନେ ତାଙ୍କୁ ପ୍ରଶଂସା କରିବା ସହିତ ପୁଷ୍ପବୃଷ୍ଟି କରିବାକୁ ଲାଗିଲେ ଏବଂ କହି ଚାଲିଲେ ଯେ ଲୋକରେ ଓ ବେଦରେ ସକଳ ପ୍ରକାରେ ନୀଚ ବୋଲି ଗଣ୍ୟ, ଯାହାର ଛାଇ ପଡ଼ିଲେ ବି ସ୍ନାନ କରିବାକୁ ପଡ଼େ, ସେହି ନିଷାଦକୁ ବକ୍ଷରେ ଭିଡ଼ି ଧରି ଶ୍ରୀରାମଙ୍କ ସାନ ଭାଇ ଭରତ ମହାମିଳନରେ ବାନ୍ଧି ହୋଇଛନ୍ତି। ଆନନ୍ଦ ଓ ପ୍ରେମାବିଷ୍ଟ ହୋଇ ତାଙ୍କ ଶରୀର ପୁଲକିତ ହୋଇ ଉଠୁଛି। ଯେଉଁମାନେ ରାମ ରାମ କହି ହାଇ ମାରନ୍ତି, ଅର୍ଥାତ୍ ଆଳସ୍ୟ ହେତୁ ବି ମୁହଁରୁ ରାମ ନାମ ବାହାରି ପଡ଼େ, ପାପମାନେ ସେମାନଙ୍କ ପାଖ ବି ମାଡ଼ି ପାରନ୍ତି ନାହିଁ। ପୁଣି ଏହି ନିଷାଦଙ୍କୁ ତ ସ୍ୱୟଂ ଶ୍ରୀରାମ ହୃଦୟରେ ଲଗାଇଥିଲେ ଏବଂ ସବଂଶେ ଏହାଙ୍କୁ ଜଗତ ପାବନ କରିଦେଇଥିଲେ। କର୍ମନାଶା ନଦୀର ଜଳ ଆସି ଗଙ୍ଗାରେ ପଡ଼ିଗଲେ କିଏ ଭଲା ତାର ଜଳ ମୁଣ୍ଡରେ ନ ଲଗାଏ? ଜଗତ ଜାଣେ ଯେ ଓଲଟା ନାମ ଜପି ଜପି ବାଲ୍ମୀକି ବ୍ରହ୍ମ ସମାନ ହୋଇଗଲେ। ଚାଣ୍ଡାଳ, ଶବର, ଖସ, ଯବନ, କୋଲ୍ହ ଓ କିରାତଙ୍କ ପରି ମୂର୍ଖ ଓ ପାମରମାନେ ମଧ୍ୟ ରାମ ନାମ ଉଚ୍ଚାରଣ ମାତ୍ରକେ ପରମ ପବିତ୍ର ଓ ତ୍ରିଭୁବନ ବିଖ୍ୟାତ ହୋଇଯାଆନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଯୁଗ ଯୁଗାନ୍ତରରୁ ଏହି ରୀତି ଚଳି ଆସିଛି। ଶ୍ରୀ ରଘୁନାଥ କାହାକୁ ବା ବଡ଼ାଇ ନ ଦେଇଛନ୍ତି। ଦେବତାମାନେ ଏପରି ରାମ ନାମର ମହିମା କହୁଥାନ୍ତି ଏବଂ ତାହା ଶୁଣି ଅଯୋଧ୍ୟାର ଲୋକେ ଆନନ୍ଦିତ ହେଉଥାନ୍ତି। ରାମ ସଖାଙ୍କ ସହିତ ପ୍ରେମ ସହକାରେ ମିଳିତ ହୋଇ ଭରତ ତାଙ୍କର କୁଶଳ ଓ ମଙ୍ଗଳ ସମାଚାର ପଚାରିଲେ। ଭରତଙ୍କ ସୁନ୍ଦର ସ୍ୱଭାବ ଓ ପ୍ରେମ ଦେଖି ନିଷାଦ ରାଜ ପ୍ରେମ ମୁଗ୍ଧ ହୋଇ ଦେହଜ୍ଞାନ ଭୁଲିଗଲେ। ତାଙ୍କ ନମ୍ରତା, ପ୍ରେମ ଓ ଆନନ୍ଦ ଏତେ ବଢ଼ିଗଲା ଯେ ସେ ସ୍ଥାଣୁ ପରି ଠିଆ ହୋଇ ଏକ ଲୟରେ ଭରତଙ୍କୁ ଚାହିଁ ରହିଲେ। କିଛି ସମୟ ପରେ ଧୈର୍ଯ୍ୟ ଧରି ଭରତଙ୍କ ଚରଣ ବନ୍ଦନା କରି ପ୍ରେମର ସହିତ କରଯୋଡ଼ି ବିନତି କଲେ। ହେ ପ୍ରଭୁ, ଆପଣଙ୍କ ଚରଣ କମଳ ହେଉଛି ସକଳ ମଙ୍ଗଳର ମୂଳ। ତାହା ଦର୍ଶନ କରି ମୁଁ ଜାଣିଗଲି ଯେ ମୋର 3 କାଳଯାକ କୁଶଳ। ଆଜି ତ ଆପଣଙ୍କ ପରମ ଅନୁଗ୍ରହରୁ ଆମର କୋଟି କୋଟି ପିଢ଼ିଙ୍କ ସହିତ ମୋର ମଙ୍ଗଳ ହୋଇଗଲା।
मोर कर्म ओ कूल को देखी एवं प्रभु श्रीरामंकर महिमा विचार करी जे रघुवीरंक चरण को भजे नहीं से एही जगतरे विधाता द्वारा ठकी गला बोली जानतु। मु कपटी भीरु कुबुद्धि ओ कुजाति एवं लोक ओ वेद उभयरु सबु प्रकार बाहरे, किंतु जेउ दिनु प्रभु श्रीराम मते निजर करिनेले सेही दिनु मु विश्वर भूषण होईगली। निषाद राजंक प्रीति देखी एवं सुंदर विनय वचन शुणी भरतंक सान भाई शत्रुघ्न आसी तांको साक्षात कले। तापरे निषाद राज निजर नाम जणाई नम्र और मधुर वचन कही आदर पूर्वक सबु रानी को प्रणाम कले। से लक्ष्मणंक समान जानी रानी माने तांको कोटी परमायु पाई सुखरे रह बोली आशीर्वाद देले। निषादों को देखी नगरर नर नारी साक्षात लक्ष्मण को देखिला परी आनंदित हेले। समस्ते कहिबाकु लागिले प्रकृतरे ये ही जीवनर लाभ पाइले। एहांकु श्रीराम दुई बाहुरे छंदी बक्षरे बीड़ी धरिथिले। निज भाग्यर प्रशंसा शुणी निषाद राज मने मने आनंदित हेले और समस्तंकु साथीरे धरी चलिले। से निज सेवक मानंकु संकेत द्वारा प्रकृत स्थिति जणाई देले। से माने निज प्रभुंक मनोभाव बुझिपारी समस्तंक पाई विश्राम नेबार स्थान प्रस्तुत कले। घरे गछ तले पोखरी कूलरे तथा बगीचा और बनरे सेमानंकु रखाइबार व्यवस्था करिदेले। शृंगबेरपुर देखु देखु भरत प्रेमाविष्ट होईगला। तांकर सकल अंग शिथिल होईगला। से निषाद राजंक कांधरे हाथ रखी चलिला बेले जना जाउथाए सते जेपरी विनय और प्रेम शरीर धारण करी चलीछि। एपरी भावरे भरत सेना समेत समस्तंकु साथिरे नहीं जगत पावनी गंगा को दर्शन कले। से श्रीराम घाट को प्रणाम कले। तांको मन एते आनंद मग्न होईगला जे देखी मने हेला तांकु सते अबा श्रीराम मिलीगले। नगरर नर नारी गंगा को प्रणाम कले और गंगा ब्रह्म स्वरूप जल देखी आनंदित हेले। गंगारे स्नान सारी समस्ते जोड़हस्त होई बर मागिले। श्रीरामंक चरण रे आमर प्रेम केबे भी कम न हो। भरत कहिले, हे गंगे आपणक रज समस्तंक पाई सुखप्रद एवं सेवक मानंक पाई ताहा साक्षात कामधेनु। मु कर जोड़ी एही बर मागुछि जे श्री सीतारामंक चरण रे मोर सहज प्रेम होई जाऊ। एही परि स्नान करी गुरुं को आज्ञा पाई तथा सबु माता स्नान करी सारिलेणी जानी भरत सेठारु डेरा उठाई बाहरिले। लोके विभिन्न स्थान रे निज निजर डेरा पकाइले। भरत जाई समस्तंक खबर नेले। तापरे देवार्चना सारी गुरुंकर आज्ञा पाई दुई भाई श्रीरामंक माता कौशल्यां निकट को गले। चरण सेवा करी और कोमल वचन कही भरत सबु माता को सम्मान देले। तापरे भाई शत्रुघ्न को माता मानंकर सेवा दायित्व समर्पी देई निजे निषाद राजं को डकाई पठाइले। सखा निषादं को हाथ धरी भरत बाहरी पड़िले। प्रेम तो किछि कम न थाए, तेणु तांको शरीर प्रेम विहोल होई शिथिल होई जाउथाए। से सखांकु कहिले, जेउठी सीता श्रीराम और लक्ष्मण रातिरे शोइथिले मते सही स्थानटी देखाई मो मन और नयनर ज्वाला शीतल कर। एपरी कहू कहू तांको नेत्र कोणरे अश्रु जल पूर्ण होई आसिला। भरतंको कथा शुणी निषादंकु बड़ दुख लगिला। से तांको तुरंत सही स्थान को नहीं गले। सेठारे जो पवित्र अशोक वृक्ष तले श्रीराम विश्राम नहीं थिले, भरत सेठारे अत्यंत प्रेमर सहित भक्तिपूर्वक दंडवत प्रणाम कले। सेठारे कुश और पर्णर
ସୁନ୍ଦର ଶଯ୍ୟା ଦେଖି ଭରତ ତାହାକୁ ପରିକ୍ରମା କଲେ ଓ ପ୍ରଣାମ କଲେ। ଶ୍ରୀରାମଙ୍କ ଚରଣ ଚିହ୍ନରୁ ଧୂଳି ନେଇ ସେ ନୟନରେ ଲଗାଇଲେ। ସେହି ସମୟର ପ୍ରେମାଧିକ୍ୟକୁ ଭାଷାରେ ବର୍ଣ୍ଣନା କରିହେବ ନାହିଁ। ଭରତ ସେଠାରେ 2-4ଟି ସ୍ୱର୍ଣ୍ଣ ବିନ୍ଦୁ ପଡ଼ିଥିବାର ଦେଖିଲେ। ସୀତାଙ୍କ ସମାନ ଜାଣି ସେ ସେଗୁଡ଼ିକୁ ଉଠାଇ ଆଣି ମସ୍ତକରେ ସ୍ପର୍ଶ କଲେ। ତାଙ୍କ ନୟନରେ ପ୍ରେମାଶ୍ରୁ ଭରିଗଲା, ହୃଦୟରେ ଭରିଗଲା ଗ୍ଳାନି। ସେ କରୁଣ କଣ୍ଠରେ ସଖାଙ୍କୁ କହିଲେ, ଅଯୋଧ୍ୟାର ନରନାରୀ ଯେପରି ରାମ ବିରହ ଶୋକରେ କ୍ଷୀଣ ହୋଇଯାଇଛନ୍ତି, ଏହି ସ୍ୱର୍ଣ୍ଣ କଣିକା ଗୁଡ଼ିକ ସେହିପରି ସୀତାଙ୍କ ବିରହରେ ଶ୍ରୀହୀନ ଓ କାନ୍ତିହୀନ ହୋଇଯାଇଛନ୍ତି। ସୀତାଙ୍କର ପିତା ହେଉଛନ୍ତି ଜଗତର ଭୋଗ ଯୋଗ ଉଭୟକୁ ହାତ ମୁଠାରେ ରଖିଥିବା ରାଜା ଜନକ। ସେହି ଜନକଙ୍କ ସହିତ ମୁଁ କାହାକୁ ବା ଉପମା ଦେବି? ସୀତାଙ୍କ ଶ୍ୱଶୁର ହେଉଛନ୍ତି ସୂର୍ଯ୍ୟବଂଶର ସୂର୍ଯ୍ୟ ରାଜା ଦଶରଥ, ଯାହାଙ୍କ ଐଶ୍ୱର୍ଯ୍ୟ ଓ ପ୍ରତାପ ଦେଖି ଅମରାବତୀର ଅଧୀଶ୍ୱର ଇନ୍ଦ୍ର ମଧ୍ୟ ଈର୍ଷା କରନ୍ତି। ସୀତାଙ୍କ ପ୍ରାଣନାଥ ହେଉଛନ୍ତି ପ୍ରଭୁ ରଘୁନାଥ, ଯାହାଙ୍କ ପ୍ରଦତ୍ତ ଗୌରବ ହେତୁ ହିଁ ଅନ୍ୟମାନେ ବିରାଟ ହୁଅନ୍ତି। ଏପରି ନାରୀ ଶିରୋମଣି ପତିବ୍ରତା ଶ୍ରେଷ୍ଠ ସୀତାଙ୍କ କୁଶଶଯ୍ୟା ଦେଖି ମୋ ହୃଦୟ ଯାହା ହାୟ ହାୟ ହୋଇ ଫାଟି ନ ଯାଉଛି। ହେ ଶଙ୍କର, ମୋର ଏହି ହୃଦୟ ବୋଧ ହୁଏ ବଜ୍ର ଠାରୁ ବି ଅଧିକ କଠିନ। ମୋ ସାନ ଭାଇ ଲକ୍ଷ୍ମଣ ବଡ଼ ସୁନ୍ଦର ଓ ଆଦରର ପାତ୍ର। ସେପରି ଭାଇ କେବେ ବି କାହାର ନଥିଲା, ନାହିଁ କି ହେବ ନାହିଁ। ଯେଉଁ ଲକ୍ଷ୍ମଣ ସମଗ୍ର ଅଯୋଧ୍ୟାବାସୀଙ୍କ ପ୍ରିୟ, ପିତା ମାତାଙ୍କର ଦୁଲାଳ ଓ ଶ୍ରୀ ସୀତାରାମଙ୍କର ପ୍ରାଣପ୍ରିୟ, ଯାହାର ମୂର୍ତ୍ତି କୋମଳ ଓ ସ୍ୱଭାବ ଅତି ସୁକୁମାର, ଯାହାର ଦେହରେ ଦିନେ ତାତିଲା ପବନ ଟିକିଏ ବି ବାଜି ନଥିଲା, ସେ ଆଜି ବନରେ ସକଳ ପ୍ରକାର ବିପତ୍ତି ସହୁଛି। ହାୟ, ମୋ ଛାତି କୋଟି ବଜ୍ରକୁ ବି ବଳି ଯାଇଛି। ଶ୍ରୀରାମଚନ୍ଦ୍ର ଜନ୍ମ ହୋଇ ସକଳ ଜଗତକୁ ଉଜ୍ଜ୍ୱଳ କରିଦେଲେ। ସେ ହେଉଛନ୍ତି ରୂପ, ସଦାଚାର, ସୁଖ ତଥା ସମସ୍ତ ସଦ୍ଗୁଣର ସାଗର। ଶ୍ରୀରାମଙ୍କର ସ୍ୱଭାବ ପୁରବାସୀ, କୁଟୁମ୍ବଜନ, ଗୁରୁ, ପିତାମାତା ସମସ୍ତଙ୍କୁ ସୁଖ ପ୍ରଦାନ କରେ। ଶତ୍ରୁ ମଧ୍ୟ ଶ୍ରୀରାମଙ୍କୁ ସମ୍ମାନ କରେ। ନିଜର କଥା ଭାଷାରେ ଅନ୍ୟମାନଙ୍କ ସହିତ ମିଳାମିଶା କରିବାର ରୀତିରେ ଓ ବିନୟରେ ସେ ମନକୁ ହରଣ କରି ନିଅନ୍ତି। କୋଟିଏ ସରସ୍ୱତୀ ଏବଂ 100 କୋଟି ଶେଷଦେବ ବି ପ୍ରଭୁ ଶ୍ରୀରାମଙ୍କ ଗୁଣରାଶିକୁ ଗଣି ପାରିବେ ନାହିଁ। ସେହି ରଘୁବଂଶ ଶିରୋମଣି, ସୁଖ ସ୍ୱରୂପ, ମଙ୍ଗଳ ଓ ଆନନ୍ଦର ଭଣ୍ଡାର ଶ୍ରୀରାମ ଆଜି ଭୂମିରେ କୁଶ ବିଛାଇ ଶୋଉଛନ୍ତି। ବିଧାତାର ଗତି ଅତି ବିଚିତ୍ର, ବଡ଼ ବଳବାନ। ଶ୍ରୀରାମ କେବେ କାନରେ ଦୁଃଖର ନାମ ମଧ୍ୟ ଶୁଣିନଥିଲେ। ମହାରାଜା ସ୍ୱୟଂ ତାଙ୍କୁ ଜୀବନ ବୃକ୍ଷ ପରି ଜଗି ରହିଥିଲେ। ଚକ୍ଷୁର ପତା ଯେପରି ଚକ୍ଷୁ ଡୋଳାକୁ ରକ୍ଷା କରେ ଓ ସର୍ପ ଯେପରି ତାର ମଣିକୁ ରକ୍ଷା କରେ, ସବୁ ମାତା ମଧ୍ୟ ସେହିପରି ଯତ୍ନର ସହିତ ଦିବା ନିଶି ତାଙ୍କୁ ସୁରକ୍ଷିତ କରି ରଖିଥିଲେ। ସେହି ଶ୍ରୀରାମ ଆଜି ବନଭୂମିରେ ପାଦରେ ଚାଲୁଛନ୍ତି ଓ କନ୍ଦମୂଳ, ଫୁଲ ଫଳ ଖାଇ ରହିଛନ୍ତି। ନିଜର ପ୍ରାଣପ୍ରିୟ ପତିଙ୍କ ପାଇଁ ବି ଯେ ପ୍ରତିକୂଳ ହୋଇଗଲା। ଅମଙ୍ଗଳର ମୂଳ ସେହି କୈକେୟୀକୁ ଧିକ୍। ମୋ ପରି ପାପର ସମୁଦ୍ର ଓ ଅଭାଗୀକୁ ଧିକ୍। ମୋରି କାରଣରୁ ଏସବୁ ଉତ୍ପାତ ଘଟିଗଲା। ବିଧାତା ମୋତେ କୁଳର କଳଙ୍କ କରି ଜନ୍ମ ଦେଇଥିଲା, ପୁଣି ଏ କୁମାତା ମୋତେ ପ୍ରଭୁ ଦ୍ରୋହୀ କରିଦେଲା। ଏହା ଶୁଣି ନିଷାଦ ରାଜ ତାଙ୍କୁ ପ୍ରେମର ସହିତ ବୁଝାଇ କହିଲେ, ହେ ନାଥ, ଆପଣ ଏଭଳି ବୃଥା ଦୁଃଖ କାହିଁକି କରୁଛନ୍ତି? ଶ୍ରୀରାମ ଆପଣଙ୍କ ପ୍ରିୟ ଏବଂ ଆପଣ ତାଙ୍କର ପ୍ରିୟ। ଏହା ହିଁ ସାର କଥା।
ଦୋଷ ତ କେବଳ ପ୍ରତିକୂଳ ବିଧାତାର। ବିଧାତା ବାମ ହେଲେ ତାର କାର୍ଯ୍ୟ ଅତି କଠୋର ହୋଇ ଉଠେ। ବିଧାତା ହିଁ କୈକେୟୀଙ୍କ ମତିକୁ ବିଭ୍ରଟ କରିଦେଲା। ସେଦିନ ରାତିରେ ପ୍ରଭୁ ଶ୍ରୀରାମ ବଡ଼ ଆଦରପୂର୍ବକ ବାରମ୍ବାର ଆପଣଙ୍କୁ ପ୍ରଶଂସା କରୁଥିଲେ। ତୁଳସୀ ଦାସ କହୁଛନ୍ତି, ମୁଁ ରାଣ ପକାଇ କହୁଛି, ଆପଣଙ୍କ ଭଳି ପ୍ରିୟ ହୋଇ ଶ୍ରୀରାମଙ୍କର ଆଉ କେହି ନାହିଁ। ପରିଣାମରେ ମଙ୍ଗଳ ହିଁ ହେବ। ଏହା ଜାଣି ଆପଣ ହୃଦୟରେ ଧୈର୍ଯ୍ୟ ଧରନ୍ତୁ। ଶ୍ରୀରାମ ହେଉଛନ୍ତି ଅନ୍ତର୍ଯ୍ୟାମୀ ତଥା ବିନୟ, ପ୍ରେମ ଓ କୃପାର ନିଧାନ। ଏହା ବିଚାର କରି ଏବଂ ମନରେ ଧୈର୍ଯ୍ୟ ଧରି ଚାଲନ୍ତୁ। ନିଶ୍ଚିନ୍ତ ହୋଇ ବିଶ୍ରାମ କରନ୍ତୁ। ସଖାଙ୍କ ବଚନ ଶୁଣି ହୃଦୟରେ ଧୈର୍ଯ୍ୟ ଧରି ଏବଂ ଶ୍ରୀରାମଙ୍କୁ ସ୍ମରଣ କରି କରି ଭରତ ନିଜର ବିଶ୍ରାମ ସ୍ଥଳକୁ ଗଲେ। ଶ୍ରୀରାମଙ୍କ ବିଶ୍ରାମ ସ୍ଥାନ ସମ୍ବନ୍ଧୀୟ ସମାଚାର ପାଇ ନଗରର ସବୁ ନରନାରୀ ଆତୁର ହୋଇ ସେହି ସ୍ଥାନଟି ଦେଖିବାକୁ ବାହାରିଲେ। ସେମାନେ ସେହି ସ୍ଥାନକୁ ପରିକ୍ରମା କରି ପ୍ରଣାମ କଲେ ଏବଂ କୈକେୟୀଙ୍କୁ ବହୁ ନିନ୍ଦା କରି ଦୋଷ ଦେଲେ। ଦୁଃଖରେ ଲୋତକ ଝରାଇ ସେମାନେ ନିଷ୍ଠୁର ବିଧାତାକୁ ମଧ୍ୟ ଦୋଷ ଦେଲେ। କେତେକ ଲୋକ ଭରତଙ୍କ ଭାତୃପ୍ରେମର ପ୍ରଶଂସା କଲେ, ଆଉ କେତେକ କହିଲେ ଯେ ରାଜା ତାଙ୍କ ପ୍ରେମର ଉପଯୁକ୍ତ ପରିଚୟ ଦେଲେ। ସମସ୍ତେ ନିଜ ନିଜକୁ ନିନ୍ଦା କରି ନିଷାଦ ରାଜକୁ ପ୍ରଶଂସା କଲେ। ସେତେବେଳେକାର ବିମୋହ ଓ ବିଷାଦ କିଏ ବା ବର୍ଣ୍ଣନା କରିପାରିବ? ଏପରି ଭାବରେ ଲୋକେ ରାତି ସାରା ଜାଗ୍ରତ ରହିଲେ। ସକାଳ ହେଉ ହେଉ ନଦୀ ପାରି ହେବାର ଆୟୋଜନ ଚାଲିଲା। ଗୋଟିଏ ସୁନ୍ଦର ନୌକାରେ ଗୁରୁଙ୍କୁ ବସାଇ ଦିଆଗଲା। ଆଉ ଗୋଟିଏ ନୂତନ ନୌକାରେ ସବୁ ମାଙ୍କୁ ଚଢ଼ାଇ ଦିଆଗଲା। 4 ଘଡ଼ି ମଧ୍ୟରେ ସମସ୍ତେ ଗଙ୍ଗା ପାରି ହୋଇଗଲେ। ଆର ପାରିରେ ଓହ୍ଲାଇବା ପରେ ସମସ୍ତେ ଆସିଲେ କି ନାହିଁ ବୋଲି ଭରତ ପଚାରି ବୁଝିଲେ। ପ୍ରାତଃ କ୍ରିୟା ସାରି ଭରତ ମା'ମାନଙ୍କ ଚରଣ ବନ୍ଦନା କଲେ ଏବଂ ଗୁରୁଙ୍କ ପାଦରେ ପ୍ରଣାମ କରି ବାଟ ଦେଖାଇବା ଲାଗି ନିଷାଦମାନଙ୍କୁ ଆଗରେ ଛାଡ଼ିଲେ ଏବଂ ସୈନ୍ୟ ସାମନ୍ତଙ୍କୁ ପଛରେ ପଠାଇଲେ। ନିଷାଦ ରାଜଙ୍କୁ ଆଗରେ ଛାଡ଼ି ତାଙ୍କ ପଛରେ ମା'ମାନଙ୍କର ପାଲିଙ୍କି ପଠାଇଲେ। ଅନୁଜ ଶତ୍ରୁଘ୍ନଙ୍କୁ ସେମାନଙ୍କ ସାଥିରେ ପଠାଇଲେ। ସେମାନଙ୍କ ପଛରେ ବ୍ରାହ୍ମଣମାନଙ୍କ ସହିତ ଗୁରୁଦେବ ଗମନ କଲେ। ତାପରେ ଭରତ ଗଙ୍ଗାଙ୍କୁ ପ୍ରଣାମ କରି ଏବଂ ସୀତାରାମ ଓ ଲକ୍ଷ୍ମଣଙ୍କୁ ସ୍ମରଣ କରି ପାଦରେ ଚାଲି ଚାଲି ଗଲେ। ତାଙ୍କ ସହିତ ସେବକମାନେ ଆରୋହୀ ବିହୀନ ଘୋଡ଼ାମାନଙ୍କ ଲଗାମ ଧରି ଚାଲିଲେ। ବିଶ୍ୱସ୍ତ ସେବକମାନେ ବାରମ୍ବାର କହୁଥାନ୍ତି, ହେ ପ୍ରଭୁ, ଆପଣ ଘୋଡ଼ାରେ ବସିଯାଆନ୍ତୁ। ଭରତ କହୁଥାନ୍ତି, ଶ୍ରୀରାମ ତ ପାଦରେ ଚାଲି ଚାଲି ଗଲେ। କ'ଣ ଖାଲି ଆମରି ପାଇଁ ରଥ, ହାତୀ, ଘୋଡ଼ା ରଖା ହୋଇଛି? ମୋ ପକ୍ଷରେ ତ ମୁଣ୍ଡରେ ଚାଲି ଚାଲି ଯିବା ଉଚିତ ଥିଲା। ସେବକର ଧର୍ମ ସବୁଠାରୁ କଠିନ। ଭରତଙ୍କ ସ୍ଥିତି ଦେଖି ଓ ତାଙ୍କର କୋମଳ ବଚନ ଶୁଣି ସେବକମାନେ ଗ୍ଳାନିରେ ସଢ଼ିଗଲେ। ପ୍ରେମରେ ଉଲ୍ଲସିତ ହୋଇ ରାମ ସୀତା କହି ଭରତ ଦିନର ତୃତୀୟ ପ୍ରହର ବେଳକୁ ଯାଇ ପ୍ରୟାଗରେ ପହଞ୍ଚିଲେ। ଚାଲି ଚାଲି ଭରତଙ୍କ କୋମଳ ପାଦରେ ଫୋଟକା ହୋଇଯାଇଥାଏ। ତାଙ୍କ ପାଦର ଫୋଟକା କିପରି ଦେଖାଯାଉଥିଲା ଜାଣନ୍ତି? ଦେଖାଯାଉଥିଲା ସତେ ଯେପରି ପଦ୍ମ କଳିକା ଉପରେ ଶିଶିର ବିନ୍ଦୁ ଚମକୁଛି। ଭରତ ଆଜି ପାଦରେ ଚାଲି ଚାଲି ଆସିଛନ୍ତି ବୋଲି ଶୁଣିଦେଲା ମାତ୍ରେ ସମସ୍ତେ ଦୁଃଖିତ ହୋଇଗଲେ। ଭରତ ଖବର ପାଇଲେ ଯେ ସମସ୍ତେ ସ୍ନାନ କରିସାରିଲେଣି। ତାପରେ ସେ ନିଜେ ଆସି ତ୍ରିବେଣୀଙ୍କୁ ପ୍ରଣାମ କଲେ। ସେ ଗଙ୍ଗା ଯମୁନାର ଶ୍ୱେତ ଓ ଶ୍ୟାମ ଜଳରେ ବିଧିପୂର୍ବକ ସ୍ନାନ କଲେ ଏବଂ ଦାନ ଦେଇ ବ୍ରାହ୍ମଣମାନଙ୍କୁ ସମ୍ମାନିତ କଲେ। ଯମୁନା ଓ ଗଙ୍ଗାର ଶ୍ୟାମଳ ଓ ଶ୍ୱେତ ତରଙ୍ଗ ଦେଖି ଭରତଙ୍କ ଶରୀର ପୁଲକିତ ହୋଇ ଉଠିଲା। ସେ କର ଯୋଡ଼ି ପ୍ରାର୍ଥନା କଲେ, ହେ ତୀର୍ଥରାଜ, ଆପଣ ସକଳ କାମନା ପୂର୍ଣ୍ଣ କରନ୍ତି। ଆପଣଙ୍କ ପ୍ରଭାବ ବେଦରେ ପ୍ରସିଦ୍ଧ ଓ ସଂସାରରେ ବିଖ୍ୟାତ। ମୁଁ ମୋର ଧର୍ମ ତ୍ୟାଗ କରି ଆପଣଙ୍କୁ ଭିକ୍ଷା ମାଗୁଛି। ଆର୍ତ ମନୁଷ୍ୟ
କେଉଁ କୁକର୍ମ ବା ନ କରେ, ଏହା ହୃଦୟଙ୍ଗମ କରି ସୁଜ୍ଞାନୀ ଉତ୍ତମ ଦାନୀମାନେ ଜଗତରେ ମାଗୁଥିବା ଲୋକର ବଚନକୁ ସଫଳ କରିଥାନ୍ତି। ମୋର ଅର୍ଥ ଓ ଧର୍ମ ପ୍ରତି ରୁଚି ନାହିଁ କି କାମରେ ଏବଂ ମୋକ୍ଷରେ ରୁଚି ନାହିଁ। ମୋର କେବଳ ଏତିକି ମାଗୁଣି ଯେ ଶ୍ରୀରାମଙ୍କ ଚରଣରେ ଜନ୍ମ ଜନ୍ମାନ୍ତରରେ ମୋର ପ୍ରେମ ରହୁ। ମୁଁ ଆଉ କିଛି ଚାହେଁ ନା। ସ୍ୱୟଂ ଶ୍ରୀରାମ ମୋତେ କୁଟିଳ ବୋଲି ଭାବନ୍ତୁ ପଛେ, ଲୋକେ ମୋତେ ଗୁରୁଦ୍ରୋହୀ ଓ ସ୍ୱାମୀଦ୍ରୋହୀ ବୋଲି କହନ୍ତୁ ପଛେ, ଆପଣଙ୍କ କୃପାରୁ ଶ୍ରୀ ସୀତାରାମଙ୍କ ଚରଣରେ ମୋର ପ୍ରେମ ଦିନୁ ଦିନ ବଢ଼ି ଚାଲୁ। ଚାତକର ସ୍ମୃତିକୁ ମେଘ ସାରା ଜୀବନ ଭୁଲିଯାଉ ପଛେ ଏବଂ ଜଳ ମାଗିବା ବେଳେ ତା ଉପରେ ବଜ୍ର ଓ କୁଆପଥର ଆଘାତ କରୁ ପଛେ, ଚାତକର ରଟନ କମିଗଲେ କେବଳ ଚାତକର ପ୍ରତିଷ୍ଠା ହିଁ ନଷ୍ଟ ହେବ। ଚାତକର ମେଘ ପ୍ରତି ପ୍ରୀତି ବଢ଼ିବା ହିଁ ତା ପାଇଁ ସକଳ ପ୍ରକାରେ ମଙ୍ଗଳ କର। ନିଆଁରେ ପୋଡ଼ିଲେ ହିଁ ଯେପରି ସୁନାର ଚମକ ବାହାରେ, ପ୍ରିୟତମଙ୍କ ଚରଣ କମଳରେ ଦୃଢ଼ ପ୍ରେମ ନିର୍ବାହ କଲେ ହିଁ ସେହିପରି ପ୍ରେମୀ ସେବକର ଗୌରବ ବଢ଼େ। ଭରତଙ୍କ ବଚନ ଶୁଣି ତ୍ରିବେଣୀ ମଧ୍ୟରୁ ସୁନ୍ଦର ମଙ୍ଗଳପ୍ରଦ କୋମଳ ବାଣୀ ଶୁଣାଗଲା। ହେ ବତ୍ସ ଭରତ, ତୁମେ ସବୁ ଦୃଷ୍ଟିରୁ ସାଧୁ। ଶ୍ରୀରାମଙ୍କ ଚରଣରେ ତୁମର ଅଗାଧ ପ୍ରେମ ରହିଛି। ତୁମେ ଅଯଥାରେ ମନରେ ଗ୍ଳାନି ଆଣୁଛ। ଶ୍ରୀରାମଙ୍କର ତୁମ ସମାନ ପ୍ରିୟ ଅନ୍ୟ କେହି ନାହିଁ। ତ୍ରିବେଣୀଙ୍କର ଅନୁକୂଳ ବଚନ ଶୁଣି ଭରତଙ୍କ ଶରୀରରେ ଶିହରଣ ଖେଳିଗଲା। ତାଙ୍କ ହୃଦୟରେ ଆନନ୍ଦ ପୂରିଗଲା। ଭରତ ଧନ୍ୟ, ଭରତ ଧନ୍ୟ କହି କହି ଦେବତାମାନେ ଆନନ୍ଦିତ ହୋଇ ଆକାଶରୁ ପୁଷ୍ପବୃଷ୍ଟି କଲେ। ତୀର୍ଥରାଜ ପ୍ରୟାଗରେ ନିବାସ କରୁଥିବା ବ୍ରହ୍ମଚାରୀ, ଗୃହସ୍ଥ, ବାନପ୍ରସ୍ଥ ଓ ଉଦାସୀନ ସମସ୍ତେ ଅତ୍ୟନ୍ତ ଆନନ୍ଦିତ ହେଲେ ଏବଂ ଦଳ ଦଳ ହୋଇ ଭରତଙ୍କ ପ୍ରେମ ଓ ସ୍ୱଭାବ ପବିତ୍ର ଓ ବିଶୁଦ୍ଧ ବୋଲି ପରସ୍ପର କୁହାକୁହି ହେଲେ। ଶ୍ରୀରାମଙ୍କର ସୁନ୍ଦର ଗୁଣାବଳୀ ଶୁଣି ଶୁଣି ଭରତ ମୁନିଶ୍ରେଷ୍ଠ ଭରଦ୍ୱାଜଙ୍କ ନିକଟକୁ ଚାଲିଲେ। ଭରତ ଦଣ୍ଡବତ ପ୍ରଣାମ କରୁଥିବା ଦେଖି ଭରଦ୍ୱାଜ ତାଙ୍କୁ ନିଜର ମୂର୍ତ୍ତିମନ୍ତ ସୌଭାଗ୍ୟ ବୋଲି ମନେ କଲେ। ସେ ଧାଇଁ ଆସି ଭରତଙ୍କୁ ଉଠାଇ ହୃଦୟରେ ଲଗାଇଲେ ଏବଂ ଆଶୀର୍ବାଦ ଦେଇ ତାଙ୍କୁ କୃତାର୍ଥ କରିଦେଲେ। ମୁନି ତାଙ୍କୁ ବସିବାକୁ ଆସନ ଦେଲେ। ଭରତ ମୁଣ୍ଡ ନୁଆଇଁ ଏପରି ଭାବରେ ବସିଲେ ଯେ ଦେଖି ମନେ ହେଲା ସେ ଦୌଡ଼ି ପଳାଇ ଯାଇ ସଙ୍କୋଚ ରୂପୀ ଘରେ ପଶିଯିବାକୁ ଚାହୁଁଛନ୍ତି। ଯଦି ମୁନି କିଛି ପଚାରିଦେବେ ତେବେ ମୁଁ କି ଉତ୍ତର ଦେବି? ତାଙ୍କ ମନରେ ଏହା ଏକ ବଡ଼ ଚିନ୍ତା ଥିଲା। ଭରତଙ୍କ ସଙ୍କୋଚ ଓ ସମ୍ଭ୍ରମ ଦେଖି ଋଷି କହିଲେ, ଭରତ ଶୁଣ, ଆମେ ସମସ୍ତ ସମାଚାର ପାଇସାରିଛୁ। ବିଧିର ବିଧାନ ଉପରେ କାହାରି ସାମର୍ଥ୍ୟ କାମ କରେ ନାହିଁ। ମା ଯାହା ସବୁ କରିଦେଲେ ସେସବୁ ମନେ ପକାଇ ତୁମେ କଦାପି ମନରେ ଗ୍ଳାନି ଆଣ ନାହିଁ। ବତ୍ସ, କୈକେୟୀଙ୍କର କୌଣସି ଦୋଷ ନାହିଁ। ସରସ୍ୱତୀ ତାଙ୍କ ବୁଦ୍ଧି ଭ୍ରଷ୍ଟ କରିଦେଇଥିଲେ, କିନ୍ତୁ ଏହା କହିବାକୁ କେହି ଭଲ ମଣିବେ ନାହିଁ। କାରଣ ପଣ୍ଡିତମାନେ ଲୋକମତ ଓ ବେଦମତ ଉଭୟକୁ ସମ୍ମାନ ଦିଅନ୍ତି। କିନ୍ତୁ ହେ ବତ୍ସ, ତୁମର ନିର୍ମଳ ଯଶ ଗାନ କରି ଲୋକ ଓ ବେଦ ଉଭୟେ ଯଶସ୍ୱୀ ହୋଇଯିବେ। ପିତା ଯାହାକୁ ରାଜ୍ୟ ଦେବେ ସେ ହିଁ ରାଜା ହେବା କଥା। ଏହା ହିଁ ଲୋକ ଓ ବେଦରେ ସମ୍ମତ। ମହାରାଜ ଦଶରଥ ସତ୍ୟବ୍ରତ ଥିଲେ। ସେ ଯଦି ତୁମକୁ ଡକାଇ ରାଜତ୍ୱ ଦେଇଥାନ୍ତେ ତେବେ ସୁଖ ମିଳିଥାନ୍ତା, ଧର୍ମ ରହିଥାନ୍ତା ଏବଂ ଯଶ ମଧ୍ୟ ରହିଥାନ୍ତା। ଶ୍ରୀରାମଙ୍କର ବନବାସ ହେଉଛି ସବୁ ଅନର୍ଥର ମୂଳ। ତାହା ଶୁଣି ସାରା ସଂସାର ଆଜି ଦୁଃଖିତ। ହେଲେ ତାହା ତ ନିୟତିର ଅଧୀନ। ଅଜ୍ଞାନୀ ରାଣୀ ନିୟତି ବଶ ହୋଇ କୁଚକ୍ର କରି ଶେଷରେ ଅନୁତାପ କରୁଛନ୍ତି। ସେଥିରେ